ଝାରସୁଗୁଡ଼ା ଜିଲ୍ଲାରୁ କେତେକ ଟ୍ରକ୍ରେ ଫ୍ଲାଇ ଆଶ୍ ନେଇ ତଲସରାଠାରେ କେତେକ ସ୍ଥାନରେ ଟ୍ରକ୍ ଡମ୍ପିଂ କରୁଥିବା ସମୟରେ ବାମ୍ରା ବିଜାଡିହି ଗ୍ରାମରେ ନୂତନ ନିର୍ମାଣ ହେଉଥିବା ପିଚୁ ରାସ୍ତାଟି ବିଭିନ୍ନ ସ୍ଥାନରୁ ଭାଙ୍ଗି ଯାଇଥିଲା। ଏନେଇ ଏକ ମାମଲା ରୁଜୁ କରିବା ସହିତ 7ଟି ହାଇୱା ଗାଡ଼ିକୁ ପୋଲିସ ଯାଞ୍ଚ କରି ଅଟକ ରଖିଛି। ଜମନକିରା ବ୍ଲକ ସ୍ତ୍ରୀ ଲକ୍ଷ୍ମୀ କୃଷକ ସେବା ସଂଗଠନ ତରଫରୁ ଆସନ୍ନ ମରୁଡ଼ି ଆଶଙ୍କାରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ପରିସ୍ଥିତି ଆସିପାରେ ବୋଲି ଚାଷୀଙ୍କ ଆଶଙ୍କା ରହିଛି। ଜୁଜୁମୁରା ଥାନା ଅନ୍ତର୍ଗତ ଗଡ଼ଲୋଇସିଂ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶରୀର ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ କିଶୋର ସାହୁ ନିଜ କ୍ଷେତରୁ ଫେରି ଭାଇ ମଦନ ସାହୁଙ୍କୁ ବେକରେ ଦୌଡ଼ି ଫନ୍ଦା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ଏନେଇ ଜୁଜୁମୁରା ପୋଲିସ ଏକ ମାମଲା ରୁଜୁ କରିଛି। ବାମରା ବ୍ଲକ ଅନ୍ତର୍ଗତ ବଡ଼ଖଲିଆ ଗ୍ରାମର ସୁଶାନ୍ତ ଟପ୍ପୁ ବାଇକ୍ରେ ଆସୁଥିବା ବେଳେ ବାମରା ଷ୍ଟେସନ ବସ୍ତି ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଆଖପାଖ ଲୋକେ ତାଙ୍କୁ ନିକଟସ୍ଥ ଗୋବିନ୍ଦପୁର ଥାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଜୁଜୁମୁରା ଥାନା ଅନ୍ତର୍ଗତ ଝାଙ୍କରବାଲି ଗ୍ରାମରେ ଥିବା ରାଇସ୍ ମିଲ୍ଠାରୁ ମୋବାଇଲ ଚୋରି ହେବାର ଅଭିଯୋଗ କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। ଏନେଇ ପୋଲିସ ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୋଟ 5ଟି ମୋବାଇଲ ମରାମତ କଲା ପୋଲିସ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତ୍ରିବନପୁର ଗ୍ରାମର ଶାନ୍ତି ସେଠ ନାମକ ମହିଳା ନିଜ ଜମି ବିବାଦ ନେଇ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଜମିରେ ଅନ୍ୟ ଜଣେ ନିଜ ଚାଷ ଜମି କହି ଚାଷ କରୁଥିବାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଏକ ଦାବିପତ୍ର ପ୍ରଦାନ କରିଥିବାର ସୂଚନା ମିଳିଛି।